ପାଞ୍ଚଟି ଦେଶ ପରେ ଏବେ ଭାରତରେ ଲାଗୁ ହେବାକୁ ଯାଉଛି ସ୍ୟାଟେଲାଇଟ ଟୋଲ ସିଷ୍ଟମ। ଆସନ୍ତୁ ଜାଣିବା ଏହି ଭିଡିଓରେ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ବର୍ତ୍ତମାନ ଟୋଲ ସିଷ୍ଟମକୁ ବାତିଲ କରି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଏବଂ ଉପଗ୍ରହ ଆଧାରିତ ଟୋଲ ସଂଗ୍ରହ ବା ସ୍ୟାଟେଲାଇଟ ବେସ୍ଡ ଟୋଲ କଲେକ୍ସନ ବ୍ୟବସ୍ଥା କାର୍ଯ୍ୟ କରିବାକୁ ଘୋଷଣା କରିଛନ୍ତି। ଏନେଇ ଆଜି ଶୁକ୍ରବାର ସେ କହିଛନ୍ତି ଯେ ସରକାର ଟୋଲ ବାତିଲ କରୁଛନ୍ତି। ଖୁବ୍ ଶୀଘ୍ର ଉପଗ୍ରହ ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଏହି ସିଷ୍ଟମ ଲାଗୁ କରିବା ପଛରେ ଲକ୍ଷ୍ୟ ହେଉଛି ଯେ ଟୋଲ ସଂଗ୍ରହ ବୃଦ୍ଧି କରିବା ଏବଂ ଟୋଲ ପ୍ଲାଜାରେ ଭିଡ଼ କମାଇବା। ଏବେ ଆସନ୍ତୁ ଜାଣିବା ଉପଗ୍ରହ ଭିତ୍ତିକ ଟୋଲ ସଂଗ୍ରହ ବ୍ୟବସ୍ଥା ବା ସ୍ୟାଟେଲାଇଟ ଟୋଲ ସିଷ୍ଟମ ବ୍ୟବସ୍ଥା କ'ଣ ଓ ଏହାର ଲାଭ କ'ଣ। ଉପଗ୍ରହ ଭିତ୍ତିକ ଟୋଲ ସିଷ୍ଟମ ପାଇଁ ସରକାର ଜିଏନ୍ଏନ୍ଏସ୍ ଆଧାରିତ ଟୋଲିଂ ସିଷ୍ଟମ ବ୍ୟବସ୍ଥା ବ୍ୟବହାର କରିବେ, ଯାହାକି ବର୍ତ୍ତମାନ ଇଲେକ୍ଟ୍ରୋନିକ ଟୋଲ ସଂଗ୍ରହ ସିଷ୍ଟମକୁ ବଦଳାଇବ। ସୂଚନା ଥାଉ କି ବର୍ତ୍ତମାନ ସିଷ୍ଟମ ଆର୍ଏଫ୍ଆଇଡି ଟ୍ୟାଗ ଗୁଡ଼ିକ କାମ କରେ, ଯାହା ସ୍ୱୟଂଚାଳିତ ଭାବେ ଟୋଲ ସଂଗ୍ରହ କରେ। ପକ୍ଷରେ ଜିଏନ୍ଏସ୍ଏସ୍ ଆଧାରିତ ଟୋଲିଂ ସିଷ୍ଟମରେ ଭର୍ଚୁଆଲ ଟୋଲ ରହିବ। ଏହାର ଅର୍ଥ ଟୋଲ ଉପସ୍ଥିତ ରହିବ, କିନ୍ତୁ ଆପଣ ସେଗୁଡ଼ିକ ଆପଣଙ୍କ ସାମ୍ନାକୁ ଆସିବେ ନାହିଁ। ଏଥିପାଇଁ ଭର୍ଚୁଆଲ ଟ୍ରାନଜିଟ୍ ଇନଷ୍ଟଲ କରାଯିବ, ଯାହା ଜିଏନ୍ଏସ୍ଏସ୍ ସକ୍ଷମ ଯାନ ସହିତ ସଂଯୁକ୍ତ ହେବ। ଏହି ସମୟ ମଧ୍ୟରେ ଯଦି ଆପଣ ଏହି ଭର୍ଚୁଆଲ ଟୋଲ ଦେଇ ଯାଆନ୍ତି, ତେବେ ବ୍ୟବହାରକାରୀଙ୍କ ଆକାଉଣ୍ଟରୁ ଟଙ୍କା କଟାଯିବ। ଭାରତର ନିଜସ୍ୱ ନାଭିଗେସନ ସିଷ୍ଟମ ଗଗନ ଏବଂ ନାଭିକ ଅଛି। ସେମାନଙ୍କ ସାହାଯ୍ୟରେ ଯାନଗୁଡ଼ିକ ଟ୍ରାକ୍ କରିବା ସହଜ ହେବ। ଏହା ସହିତ ବ୍ୟବହାରକାରୀଙ୍କ ତଥ୍ୟ ମଧ୍ୟ ସୁରକ୍ଷିତ ରହିବ। ଏହି ବ୍ୟବସ୍ଥା ଭାରତରେ କାର୍ଯ୍ୟକାରୀ ହେବାକୁ ଯାଉଛି, କିନ୍ତୁ ଏହା ପୂର୍ବରୁ 5ଟି ଦେଶରେ ଏହାକୁ ବ୍ୟବହାର କରିସାରିଛନ୍ତି। ସେହି ଦେଶଗୁଡ଼ିକ ମଧ୍ୟରେ ଜର୍ମାନୀ, ହଙ୍ଗେରୀ, ବୁଲଗେରିଆ, ବେଲଜିୟମ ଏବଂ ଚେକ୍ ରିପବ୍ଲିକ ଭଳି ଦେଶମାନ ଅନ୍ତର୍ଭୁକ୍ତ। ଦର୍ଶକ ବନ୍ଧୁ, ଯଦି ଭିଡିଓଟି ଭଲ ଲାଗୁଛି ତେବେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଆଉ ଯଦି ଆମ ଚ୍ୟାନେଲକୁ ନୂଆ ଦେଖୁଥାନ୍ତି ତେବେ ସବସ୍କ୍ରାଇବ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ।